ଅଛନ୍ତି। ତେଣୁ ଆମେ ଦେଖୁଅଛୁ ବିଶେଷ କରି ଏ ବାକ୍ୟ ଆମ ପାଇଁ ନିତାନ୍ତ ଆବଶ୍ୟକ। କିନ୍ତୁ ଈଶ୍ୱର ମୃତ୍ୟୁର ବନ୍ଧନ ମୁକ୍ତ କରି ତାହାକୁ ଉଠାଇ ଅଛନ୍ତି। ଏଠି ଦେଖୁଅଛୁ ଈଶ୍ୱର ମୃତ୍ୟୁର ବନ୍ଧନ ମୁକ୍ତ କରି ତାହାକୁ ଉଠାଇ ଅଛନ୍ତି। ଏକ ବନ୍ଧନ ଥିଲା, ମୃତ୍ୟୁ ଏକ ବନ୍ଧନ ଥିଲା। ଆଉ ବନ୍ଧନର ବିଷୟ ଆମେ ଜାଣୁ। ଯଦି ଆଉ ଜଣକ ଜୀବନରେ ବିଭିନ୍ନ ପ୍ରକାର ବନ୍ଧନ ଅଛି, ଆଉ ସେ କେମିତି ମୁକ୍ତ ହେବ? ଆଉ ଯଦି ଜଣେ ବନ୍ଧା ଯାଇଅଛି, ଯଦି ଜଣେ ବ୍ୟକ୍ତିକୁ ଏକ ଗୃହ ମଧ୍ୟରେ ରଖାଯାଇ ଚାବି ପକାଯାଇଅଛି, ସେ ବନ୍ଧନରେ ଅଛି, ସେ ବାହାରକୁ ବାହାରିବାର ନାହିଁ। ଆମେ ଦେଖୁଅଛୁ ଯେ ଏଇଠି ଆମେ ଦେଖିବାକୁ ପାରୁଅଛୁ ଯୀଶୁ ଖ୍ରୀଷ୍ଟଙ୍କର ସେଇ ପବିତ୍ର ଆଉ ବାହାରି ପବିତ୍ର ସେଇ ବାକ୍ୟ ସମ୍ପୂର୍ଣ୍ଣ ଭାବରେ ସଫଳୀକୃତ ହେବା ପାଇଁ ଯାଇଅଛି। କିନ୍ତୁ ଈଶ୍ୱର ମୃତ୍ୟୁର ବନ୍ଧନ ମୁକ୍ତ କରି ତାହାକୁ ଉଠାଇଅଛନ୍ତି। କାରଣ ସେ ଯେ ମୃତ୍ୟୁ ଦ୍ୱାରା ଆବଦ୍ଧ ରହିବେ ତାହା ଅସମ୍ଭବ। ଅର୍ଥାତ୍ ସେ ମୃତ୍ୟୁରେ ରହିବେ ତାହା ସହଜ ବିଷୟ ନୁହେଁ, ତାହା ସାଧ୍ୟ ବିଷୟ ନୁହେଁ, ଅସମ୍ଭବ ବିଷୟ ଅଟେ। ମୋର ପ୍ରିୟ ପରମେଶ୍ୱରଙ୍କ ଦାସଦାସୀଗଣ, এই ମୃତ୍ୟୁ ଦ୍ୱାରା, এই ପୁନରୁତ୍ଥିତ ଦ୍ୱାରା ଯେଉଁ ମୃତ୍ୟୁର ବନ୍ଧନକୁ ଆଉ ଛିଡ଼ାଇଲେ, ଯେଉଁ ମୃତ୍ୟୁର ବନ୍ଧନକୁ ଆଉ ପ୍ରଭୁ ଆଉ ସମ୍ପୂର୍ଣ୍ଣ ଭାବରେ ମୁକ୍ତ କରି ଆଉ ପୁନରୁତ୍ଥିତ ହେଲେ, ଆଉ ସେଥି ନିମନ୍ତେ ଆମମାନଙ୍କ ପାଇଁ କେତୋଟି ପବିତ୍ର ଧର୍ମଶାସ୍ତ୍ରରେ ସୂଚନା ଅଛି। ପ୍ରଭୁ ଯୀଶୁ ପୁନରୁତ୍ଥିତ ହେବା କେତୋଟି କାରଣ ଅଛି ବାଇବଲରେ। ପୁନରୁତ୍ଥିତ କାହିଁକି ହେଲେ, ପୁନରୁତ୍ଥିତ କାହିଁକି ହେଲେ ଟିକେ ମୋତେ ସାହାଯ୍ୟ କରନ୍ତୁ। ଯେ ପିତାଙ୍କର ଇଚ୍ଛା ସେ ସାଧନ କରିବା ପାଇଁ ସେ ଯାଇଥିଲେ। ଯୋହନ ଲିଖିତ ସୁସମାଚାର ତାର 10 ଅଧ୍ୟାୟର 18 ପଦ ଏଇ ଜଣେ ପଢ଼ି ଦିଅନ୍ତୁ। ଏଇଠି ଆମେ ଦେଖୁଅଛୁ ପରମେଶ୍ୱରଙ୍କର ଅର୍ଥାତ୍ ତାହାଙ୍କର ଅଧିକାର। କାରଣ ଆମେ ଦେଖୁଅଛୁ କେହି ମୋ ଠାରୁ ତାହା ନେଇଯାଏ ନାହିଁ,